ଜୟ ଜଗନ୍ନାଥ ପ୍ରଭୁ। ସମସ୍ତ ଓଟିଇଟି ଆସ୍ପିରାଣ୍ଟ କୁ ଓଡ଼ିଶା ଟେଟ୍ କ୍ରାକର ୱାଇଟି ପ୍ଲାଟଫର୍ମରେ ମୁଁ ସ୍ୱାଗତ ଜଣାଉଛି। ଆଶା କରେ ଓଟିଇଟି ପେପର 1 ଏଣ୍ଡ ପେପର 2 ସମସ୍ତଙ୍କର ସିଲାବସ୍ ପ୍ରାୟତଃ କଭର କରିସାରିବାଣି, ଯେହେତୁ ଆପଣଙ୍କର ଏକ୍ଜାମ ଆଉ ଅଳ୍ପ ଦିନ ରହିଲା। ଏବଂ ଆଜିର କ୍ଲାସରେ ଆମେ ଆକର୍ଡିଂ ଟୁ ସିଲାବସ୍ ଓଟିଇଟି 2024 ପେପର 2 ର ୟୁନିଟ୍ 6 ରେ ଆପଣଙ୍କର କ୍ଲିୟରଲି ମେନସନ୍ ଅଛି କି କଣ୍ଟ୍ରିବ୍ୟୁସନ୍ ଅଫ୍ ଫେମସ୍ ଲିଟରେଟ୍ ଫର ଡେଭଲପମେଣ୍ଟ ଅଫ୍ ଓଡ଼ିଆ। ତ ସେଠି ଆପଣଙ୍କର ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟ ଏସବୁ ମେନସନ୍ ଅଛି। ତେବେ ତାଙ୍କର ଲେଖା ଗୁଡ଼ିକ ବିଷୟରେ ଆମେ ଡିଟେଲରେ ଡିସ୍କସ୍ କରିବା। ଏକ୍ଜାମ ପଏଣ୍ଟ ଅଫ ଭ୍ୟୁରୁ ଆପଣଙ୍କ ପାଇଁ ହେଲ୍ପଫୁଲ୍ ହେଇପାରିବ। ତେବେ ୱିଦାଉଟ୍ ଡିଲେ ଚାଲନ୍ତୁ କ୍ଲାସକୁ ଷ୍ଟାର୍ଟ କରିବା। ତା ପୂର୍ବରୁ କହି ରଖିବି କି ଯଦି ଆପଣ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରୁଥାନ୍ତି ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ କ୍ଲାସ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ। ତେବେ ପ୍ରଥମେ ଦେଖିବା ଫକୀରମୋହନ ସେନାପତି ଏବଂ ତାଙ୍କୁ ଉପାଧି କ'ଣ ମିଳିଥିଲା ନା ବ୍ୟାସକବି। ସମସ୍ତେ ଆମେ ଜାଣନ୍ତି। ତାଙ୍କର ଇମ୍ପୋର୍ଟାଣ୍ଟ ଲେଖା ଗୁଡ଼ିକ ଯଦି ଆମେ ଦେଖିବା, ମାମୁଁ, 6 ମାଣ 8 ଗୁଣ୍ଠ, ରେବତୀ, ଲଛମା, ବୌଦ୍ଧବତାର, ପ୍ରାୟଶ୍ଚିତ। ଏବଂ ଏହା ସହିତ ଆମେ ଯଦି ଦେଖିବା ଆଦିକବି ସାରଳା ଦାସକୁ କୁହାଯାଇଥାଏ। ଅତିବଡ଼ି ଜଗନ୍ନାଥ ଦାସ, କବି ସୂର୍ଯ୍ୟ ବଳଦେବ ରଥ। ଆଉଟ୍ ଅଫ୍ ସିଲାବସରୁ ମଧ୍ୟ କ୍ୱେଶ୍ଚିନ୍ ଆସିବାର ସମ୍ଭାବନା ମଧ୍ୟ ଅଛି। ଦେନ୍ ଦେଖିବା ଆମେ ଗଙ୍ଗାଧର ମେହେରଙ୍କର କିଛି ଲେଖା ଏବଂ ତାଙ୍କୁ ଉପାଧି ମିଳିଥିଲା କ'ଣ ନା ପ୍ରକୃତି କବି। ପ୍ରକୃତି କବି ଗଙ୍ଗାଧର ମେହେର। ତାଙ୍କର ଲେଖା ଗୁଡ଼ିକ ଯଦି ଦେଖିବା, ତପସ୍ୱିନୀ, ପ୍ରଣୟ ବଲ୍ଲରୀ, କୀଚକବଧ, ଇନ୍ଦୁମତୀ ଏସବୁ ହେଉଛି ଗୋଟିଏ ଗୋଟିଏ ଇମ୍ପୋର୍ଟାଣ୍ଟ ତାଙ୍କର ଲେଖା। ଦେନ୍ ଦେଖିବା ରାଧାନାଥ ରାୟଙ୍କର ଉପାଧି ତାଙ୍କର ମିଳିଥିଲା କ'ଣ ନା କବିବର ରାଧାନାଥ ରାୟ। ଏବଂ ଯଦି ଦେଖିବା କେଦାର ଗୌରୀ ହେଲା, ମହାଯାତ୍ରା, ଦରବାର, ଚନ୍ଦ୍ରଭାଗା, ଚିଲିକା, ପାର୍ବତୀ, ଉଷା ଏସବୁ ତାଙ୍କର ଇମ୍ପୋର୍ଟାଣ୍ଟ ଲେଖା ଗୁଡ଼ିକ। ଏବଂ ଆମେ ସମସ୍ତେ ଜାଣନ୍ତି ଭୀମ ଭୋଇକୁ ସନ୍ଥ କବି ଉପାଧି ମିଳିଥିଲା ଏବଂ ଲକ୍ଷ୍ମୀକାନ୍ତ ମହାପାତ୍ର କାନ୍ତ କବି ରୂପେ ଆମେ ଜାଣନ୍ତି। ତା ସହିତ ଦେଖିବା ସୁରେନ୍ଦ୍ର ମହାନ୍ତି, ଯିଏକି 1980 ମସିହାରେ କ'ଣ ନା କୂଳବୃଦ୍ଧ ଚରିତ ଉପନ୍ୟାସ ପାଇଁ ସାରଳା ପୁରସ୍କାର ପ୍ରାପ୍ତ ହୋଇଥିଲେ। ତାଙ୍କର ଏହା ଗୋଟିଏ କୃତି ଥିଲା। ଏବଂ ତାଙ୍କର ଲେଖା ଗୁଡ଼ିକ ଯଦି ଆମେ ଆଲୋଚନା କରିବା, ନୀଳଶୈଳ, ଓଡ଼ିଆ ସାହିତ୍ୟର ଆଦିପର୍ବ ଏବଂ ଅନ୍ଧ ଦିଗନ୍ତ, ୟାକୁ ମନେ ରଖିବେ। ଦେନ୍ ଦେଖିବା ଆମେ ଗୋପୀନାଥ ମହାନ୍ତିଙ୍କର ସବୁଠାରୁ ଇମ୍ପୋର୍ଟାଣ୍ଟ ଆପଣଙ୍କର ଜାଣିଥିବେ କି ମାଟି ମୋଟାଳ, ଅମୃତର ସନ୍ତାନ, ପରଜା, ହରିଜନ। ତା ସହିତ ଆମେ ଯଦି ଆଉ କିଛି ଡିସ୍କସ୍ କରିବା କି ନନ୍ଦକିଶୋର ବଳକୁ ପଲ୍ଲୀ କବି କୁହାଯାଇଥାଏ ଏବଂ ଅଭିମନ୍ୟୁ ସାମନ୍ତ ସିଂହାରଙ୍କୁ ବିଦଗ୍ଧ କବି, ତା ସହିତ ମାୟାଧର ମାନସିଂହଙ୍କୁ ପ୍ରେମିକ କବି ଏବଂ ଯଦି ଆମେ ଦେଖିବା କୁନ୍ତଳା କୁମାରୀ ସାବତକୁ ନାରୀ କବି ବୋଲି ଆମେ ଜାଣନ୍ତି। ତ ଆଶା କରେ ଯାହା କିଛି ଆପଣଙ୍କର ସିଲାବସରେ ମେନସନ୍ ଥିଲା ସେଗୁଡ଼ିକୁ ଆମେ ଡିସ୍କସ୍ କଲେ। ତା ସହିତ ଯଦି ଦେଖିବା କି ଆପଣଙ୍କର ଆଉଟ୍ ଅଫ୍ ସିଲାବସରୁ ମଧ୍ୟ କ୍ୱେଶ୍ଚିନ୍ ଆସିବାର ସମ୍ଭାବନା ଅଛି। ନେକ୍ସଟ କ୍ଲାସରେ ଆମେ ସି ରିଲେଟେଡ୍ ଡିସ୍କସ୍ କରିବା। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।